ବୟସର ଅପରାହ୍ନରେ ପହଞ୍ଚି ସାରିଥାଏ ମଧୁମିତା। ବୟସ 55 ଛୁଇଁଲାଣି। ଝିଅ ଜ୍ୱାଇଁଙ୍କୁ ନେଇ ସୁଖୀ ପରିବାର ବିତାଉଥାନ୍ତି। ଅୟସ ଆରାମରେ ଜୀବନ ବିତୁଥାଏ ତାଙ୍କର। ଛାତର ଗୋଟିଏ କୋଣରେ ଚେୟାର ଉପରେ ବସିଥାନ୍ତି ଦୂର ଦିଗ୍ବଳୟକୁ ଚାହିଁ। ବୁଡ଼ି ଯାଉଥିବା ସୂର୍ଯ୍ୟଙ୍କର ରକ୍ତିମା ଦୃଶ୍ୟ ଯେମିତି ବାଳୁତ ବେଳେ ଉଦୟ ହୋଇଥିଲେ ସେମିତି ହସି ହସି ଅସ୍ତ ମଧ୍ୟ ହୋଇଯାଉଥାନ୍ତି। ମଧୁମିତା ବସି ବସି ଭାବୁଥାଏ, ଆଜି ହେଉଛି ସଜବାଜ, ରାତି ପାହିଲେ ପହିଲି ରଜ। ଧରିତ୍ରୀ ମା ରଜଶୀଳା ହେବେ। ରଜ 3 ଦିନ ଭୂମି ଖୋଳା ହେବ ନାହିଁ, ନା ଚଷା ପୁଅ ଲଙ୍ଗଳରେ ହଳ କରିବ। ଆଉ ଗାଁ ଗହଳିର ଝିଅ ବୋହୂମାନେ ସେମାନଙ୍କର ଖୁସି କହିଲେ ନ ସରେ। ହେଲେ ଏଠି ଗାଁ ଠାରୁ ହଜାର ହଜାର କିଲୋମିଟର ଦୂର ସହରର ଉପାନ୍ତ ଜାଗାରେ ରଜ ମାନେ କ'ଣ ଝିଅମାନେ ଜାଣିନାହାନ୍ତି। ଏଠି ନା ଅଛି ସେ ପୋଡ଼ପିଠା, ଅଛି ନା ତାର ମନଲୋଭାଣିଆ ବାସ୍ନା, ନା ଅଛି ରଜଦୋଳି, ନା ଅଛି କବାଡ଼ି ଖେଳ, ନା ଅଛି ସାହି ସାହି ବୁଲି ପିଠା ଖାଇବାର ମଜା। ମଡ଼ର୍ଣ୍ଣ ଡ୍ରେସ୍ ପିନ୍ଧି ମୋବାଇଲରେ ସେଲ୍ଫି ଉଠାଇ ହାପି ରଜ ଲେଖି ଷ୍ଟାଟସ୍ ଦେଇଦେଲେ ରଜ ସରିଗଲା। ଆମ ବେଳେ ଗାଁରେ ଯେଉଁ ରଜ ଥିଲା, ମନେ ପଡ଼ିଗଲା ମଧୁମିତାର ପିଲାଦିନ କଥା। ସେଇ ନିପଟ ମଫସଲ ଗାଁରେ ଗୋଟେ ଗରିବ ପରିବାରର ଝିଅ ମଧୁମିତା। ସେ ଯେତେବେଳେ ଛୋଟ ଥିଲା ବାପା ବୋଉଙ୍କ ଆଗରେ ରଜର ପୋଷାକ ଆଣିବା ପାଇଁ କେମିତି 10 ଦିନ ଆଗରୁ ଜିଦି କରି ଉପବାସ ରହି କାନ୍ଦିବାରୁ ରଜ ପାଇଁ ପୋଷାକ ଆସିଥାଏ। ମଧୁମିତା ବାପା ଜଣେ ଦିନ ମଜୁରିଆ, 4ଟି ପିଲା ଆଉ ସ୍ତ୍ରୀ, 6 ଜଣଙ୍କୁ ନେଇ ପରିବାର ତାଙ୍କର। ଝିଅ 3ଟି ବଡ଼, ସବା ସାନ ପୁଅ। ମଧୁମିତା ଥିଲା ସେମାନଙ୍କ ଭିତରୁ ବଡ଼। ମଧୁମିତା ତା ଭାଇ ଭଉଣୀମାନଙ୍କ କଥା ବୁଝେ, କିନ୍ତୁ ସେ ଏତେ ବି ବଡ଼ ହୋଇନଥିଲା ଯେ ତା ସାନ ଭାଇ ଭଉଣୀଙ୍କର କଥା ବୁଝିବ। ଯେହେତୁ ତା ବାପା ମା 2 ଜଣ କର୍ମଜୀବୀ, ତେଣୁ ସେ ତାର ଶୈଶବକୁ ଜଳାଞ୍ଜଳି ଦେଇ ଦେଇଥାଏ ତାର ପରିବାର ପାଇଁ। ତା ବାପା ମା କର୍ମକ୍ଷେତ୍ରକୁ ଚାଲିଗଲା ପରେ ସେ ତା ଭାଇ ଭଉଣୀଙ୍କ ପାଇଁ ରୋଷେଇ କରି ଖାଇବାକୁ ଦିଏ, ତାଙ୍କ ଲୁଗାପଟା ସଫା କରେ, ତାଙ୍କୁ ପାଠ ପଢ଼ିବାକୁ ସ୍କୁଲରେ ଛାଡ଼ି ଦେଇ ଲାଗିଯାଏ ଘର କାମରେ। ମଧୁମିତା 8ମ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ପାଠପଢ଼ାରେ ଡୋରି ବନ୍ଧା ହେଲା ସେଇଦିନ ସେ ବଡ଼ ପିଲା ହୋଇଗଲା ଯେଉଁଦିନ। ମା କହିଲେ, ବଡ଼ ପିଲା ହେଲାଣି, କେତେବେଳେ କୋଉ କଥା, ଏତେ ପାଠ ପଢ଼ିଲେ ଜ୍ୱାଇଁ ବି ସେମିତି ଅଧିକ ପାଠ ପଢ଼ିଥିବା ଦରକାର। ପାଠୁଆ ଜ୍ୱାଇଁ କଲେ ଅଧିକ ଯୌତୁକ ଦରକାର। ଏତେ ଟଙ୍କା ଆସିବ କୋଉଠୁ? ଯେତେବେଳେ ଏ ଯୌତୁକ ରାକ୍ଷସ ସମସ୍ତଙ୍କୁ ମାଡ଼ି ବସିଥାଏ, ଝିଅଟିଏ ଜନ୍ମ ହେଲେ ବାପା ମା ଆଗ ତାର ପାଠପଢ଼ା କଥା ନ ଭାବି ଆଗେ ଚିନ୍ତା କରନ୍ତି ତାର ବାହାଘର ପାଇଁ ଟଙ୍କା କେଉଁଠୁ ଆସିବ। ସେମାନେ ଭାବନ୍ତି ଗରିବ ପରିବାରରେ ଝିଅ ଜନ୍ମ ହୋଇନାହିଁ ଯେ ଯେମିତି ଗୋଟିଏ ବୋଝ ସେମାନଙ୍କ ଉପରେ ଲଦା ହୋଇଗଲା। ଝିଅଟିଏ ଜନ୍ମ ହେବା ଦିନରୁ ଟଙ୍କା ସଞ୍ଚୟ କରନ୍ତି। 18-20 ବର୍ଷର ସଞ୍ଚିତ ଧନକୁ ଗୋଟିଏ ଦିନରେ ସାରି ଦିଅନ୍ତି। ହେଲେ ଏଇ ଯୌତୁକ ଲୋଭୀ ରାକ୍ଷସମାନେ ବୁଝନ୍ତି ନାହିଁ, ଯେଉଁ ଝିଅଟିକୁ ଘରର ଲକ୍ଷ୍ମୀ କହି ଆଣିଥିଲେ ତାକୁ କୋଉଠି କିରୋସିନ ଢାଳି ନିଆଁ ଲଗାଇ ଦିଅନ୍ତି ତ କୋଉଠି ବେକରେ ରସି ଲଗାଇ ଟାଙ୍ଗି ଦିଅନ୍ତି। ମଧୁମିତାକୁ ଯେତେବେଳେ 16 ବର୍ଷ ହେଲା, ତାର ବାପା ମା ବାହାଘର ପାଇଁ ପୁଅ ଖୋଜିବା ଆରମ୍ଭ କଲେ। ମଧୁମିତା କହୁଥାଏ, ମୁଁ ବାହା ହେଲେ ତୁମେ ହଇରାଣ ହେବ, ତେଣୁ ମୁଁ ବାହା ହେବିନି, ମୁଁ ତୁମମାନଙ୍କର ସେବା କରିବି। ବାପା ତାର କହିଲେ, ତୋ ବାହାଘର ସରିଲା ପରେ ପୁଣି ଆଉ 2 ଭଉଣୀଙ୍କର ବାହାଘର ହେବ। ଇଚ୍ଛା ନଥିଲେ ବି ବାପା ମାଙ୍କର ଜବରଦସ୍ତିରେ ମଧୁମିତାର ବାହାଘର ଠିକ୍ ହେଲା। ଲଗ୍ନ ଧରା ହେଲା। ପହିଲି ରଜରେ ତାର ବାହାଘର ଠିକ୍ ହେଲା। ପହିଲି ରଜ ଆଉ 10 ଦିନ ଥାଏ। ଗାଁ ଗହଳି ସଜେଇ ହେବା ଆରମ୍ଭ ହେଲାଣି। ବାଉଁଶ କଟା ଦୋଳି ପଟା ପ୍ରସ୍ତୁତ ହେଲାଣି। ପଟା ଦୋଳି ଲାଗିବ ବୋଲି ଗାଁ ଝିଅମାନେ ଚାନ୍ଦା ଆଦାୟ କଲେଣି। ପୁଅ ପିଲାମାନେ କବାଡ଼ି ବାଗୁଡ଼ି ଖେଳିବା ପାଇଁ ପଡ଼ିଆ ସଫାସୁତୁରା କଲେଣି। କାହିଁକି ନା ପହିଲି ଆଷାଢ଼ ନେଇ ଆସୁଛି ପହିଲି ରଜ। ବୈଶାଖର ଖରାରୁ ଟିକେ ତ୍ରାହି ପାଇବ ଜନଜୀବନ। ସମସ୍ତଙ୍କ ମନରେ ଗୋଟିଏ ଉତ୍ସାହ ଖେଳି ଯାଇଥାଏ। ଚଷା ପୁଅ ତାର କାଳିଆ କସରାକୁ ଖୁଆଇ ପିଆଇ ମଜବୁତ କରିଦେଲାଣି। ରଜ ପରେ ଚାଷ କାମ ଆରମ୍ଭ କରିଦେବ।
ଧାନ ବିହନ ସବୁ ବାହାର କରି ରଖିଲେଣି। ଗାଁ ଗହଳିର ଝିଅ ବୋହୂମାନେ ମୁହଁରେ ହଳଦୀ ମାଖିଲେଣି। ରଜ ପାଇଁ ସରଗରମ ହେଲାଣି ଦୋକାନ ବଜାର। ନୂଆ ଲୁଗାପଟା କିଣାକିଣି ଚାଲିଲାଣି। ମନୋହରୀବାଲା ଗାଁ ଗାଁ ବୁଲି ଅଳତା, ଟିକିଲି, ରିବନ, ନାଲି ଚୁଡ଼ି ସବୁ ବିକ୍ରି କଲାଣି। ଚୁନା କୁଟା, ବିରି ବଟା, ନଡ଼ିଆ ଛଡ଼ା, କଦଳୀ ପତ୍ର କଟା, ଦାନ୍ତକାଠି ଭଙ୍ଗା ଆଦି ପ୍ରସ୍ତୁତ ହୋଇସାରିଲାଣି। ଝିଅମାନେ କଦଳୀ ପଟୁଆ ଚପୁଲ ପ୍ରସ୍ତୁତ କରି ରଖିଲେଣି। ଗାଁ ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ। ଯେମିତି ମା ଧରଣୀ ରାଣୀ ସ୍ୱାଗତ କରିବ ପହିଲି ରଜକୁ। ହେଲେ ମଧୁମିତାର ମନରେ ଉତ୍ସାହ ନାହିଁ। ମନ ତାର ମରି ଯାଇଥାଏ। କାହିଁକି ନା ତାର କୁଆଁରୀ ଜୀବନର ଏହା ହେଉଛି ଶେଷ ବର୍ଷ ରଜ। ଏହା ପରଠାରୁ ରଜ ଆସିବ, ପୁଣି ଚାଲିଯିବ। ହେଲେ ତାର କୁଆଁରୀ ରଜ ଆଉ ଆସିବନି। ବାପା ମା ଭାଇ ଭଉଣୀଙ୍କୁ ଛାଡ଼ି ଚାଲିଯିବ ପର ଘରକୁ। ସାଙ୍ଗସାଥୀମାନଙ୍କୁ ଦେଖିବା ସ୍ୱପ୍ନ ହୋଇଯିବ ତାର। ଏଇ ଗାଁ ରାସ୍ତାଘାଟ, ନଈ ତୁଠ ତାର ପର ହୋଇଯିବ। ରାତି ପାହିଲା ବେଳକୁ ସେ ଆଉ କାହା ଘରେ ହାତେ ଲମ୍ବର ଓଢ଼ଣୀ ଟାଣି କଇଁ କଇଁ କାନ୍ଦୁଥିବ। ନିୟତିର ଏ କି କଠୋର ନିଷ୍ପତ୍ତି। କାହିଁକି ଖାଲି ଗୋଟେ ଝିଅକୁ ଏ ଦୁଃଖ ସହିବାକୁ ପଡ଼େ? ସେ କ'ଣ ସବୁ ହସି ହସି ସହିଯାଏ ବୋଲି? ପହିଲି ରଜରେ ମଧୁମିତାର ବାହାଘର ସରିଗଲା। ସାଙ୍ଗ ଝିଅମାନେ ଯେତେବେଳେ ଦୋଳି ଉପରେ ବସି ରଜପାନ ପୋଡ଼ପିଠା ଖାଇ ଗାଁ ଗାଁ ବୁଲୁଥାନ୍ତି, ସେତେବେଳେ ମଧୁମିତା ଆଉ କାହା ଘରର ବୋହୂ ହୋଇ ସାରିଥାଏ। ଶାଶୁଘରେ ନିଜକୁ ସମ୍ଭାଳି ନେଲା ମଧୁମିତା। ସ୍ୱାମୀ, ଶାଶୁ, ଦିଅର, ନଣନ୍ଦଙ୍କର ମନ ନେଇ ଚଳିଲା। ଭଲରେ ଚାଲିଥାଏ ତାର ହସ ଖୁସିର ସଂସାର। ମଧୁମିତାକୁ ବି ସମସ୍ତେ ଭଲ ପାଉଥାନ୍ତି। 2 ବର୍ଷ ପରେ ସେ ମା ହେବାକୁ ଯାଉଛି। ମନରେ ତାର ଅସରନ୍ତି ଆନନ୍ଦ। କେମିତି ସେ ତାର ସନ୍ତାନକୁ ଜନ୍ମ ଦେବ। ଖୁସିରେ ପାଦ ତାର ତଳେ ଲାଗୁନଥାଏ। ଗୋଟେ ଦିନ ରାତିରେ ସ୍ୱାମୀ ତାର ଆସି କହିଲେ, କାଲି ସକାଳେ ତୁମେ ଟିକେ ଶୀଘ୍ର କାମ ସାରିଦେବ, ଆମେ ମେଡ଼ିକାଲ ଯିବା। ମଧୁମିତା କହିଲା, କାହିଁକି? ମୋର କିଛି ଅସୁବିଧା ନାହିଁ, ମୁଁ କାହିଁକି ଯିବି? ତାର ସ୍ୱାମୀ କହିଲେ, ନା ସେମିତିରେ ଟିକେ ଡାକ୍ତରଙ୍କୁ ଦେଖାଇ ଆସିବା। ସକାଳୁ ଦୁହେଁ ମେଡ଼ିକାଲ ଗଲେ। ଡାକ୍ତରଖାନାରେ ଯିବାର ଉଦ୍ଦେଶ୍ୟ ଥିଲା ଅଲଗା ତା ସ୍ୱାମୀର। ମଧୁମିତାର ଝିଅ କି ପୁଅ ହେବ ପରୀକ୍ଷା ପାଇଁ ନେଇଥିଲା। ମଧୁମିତାକୁ ପରୀକ୍ଷା କରି ଡାକ୍ତର ବାହାରକୁ ପଠାଇ ଦେଲେ। ତା ସ୍ୱାମୀ ଡାକ୍ତରଙ୍କ ସହିତ କ'ଣ କଥା ହେଉଥିଲେ। ଘରକୁ ଫେରିବା ବାଟରେ ମଧୁମିତା ଲକ୍ଷ୍ୟ କଲା ତା ସ୍ୱାମୀ ଯେମିତି କିଛି ଅନ୍ୟମନସ୍କ ଅଛନ୍ତି। ସେ ପଚାରିଲା, କ'ଣ ହେଲା? ସ୍ୱାମୀ ତାର କହିଲେ, ନା କିଛି ନାହିଁ, ତୁମର ଜାଣିବା ଦରକାର ନାହିଁ। ଆଜି ଯେମିତି ରୁକ୍ଷ ଶୁଭିଲା ତାଙ୍କ କଣ୍ଠସ୍ୱର। କିଛି ନ କହି ଚୁପଚାପ ବସିଗଲା। ଘରକୁ ଆସି ରୋଷେଇ ସାରି ଆରାମ କରିବାକୁ ଗଡ଼ି ପଡ଼ିଲା ଖଟ ଉପରେ। ଛାଇ ନିଦ ଲାଗିଯାଇଛି ଟିକେ। ତାକୁ ଯେମିତି ଲାଗିଲା ତା ଶାଶୁ ଆଉ ସ୍ୱାମୀ କୌଣସି କଥାକୁ ନେଇ ଯୁକ୍ତିତର୍କ ଚାଲିଥାଏ। ସେ ଆସି କବାଟ ପାଖରେ ଛିଡ଼ା ହୋଇ କାନ ଡେରିଲା। ଶାଶୁ ତାର କହୁଥାନ୍ତି, ପ୍ରଥମରେ ଗୋଟିଏ ଛୁଆ ଜନ୍ମ କରିବ, ସେ ପୁଣି ଝିଅ। ତୁ ଆଉ ମୁଣ୍ଡ ଟେକି ବାଟ ଚାଲି ପାରିବୁ ତ? ତୁ ତାକୁ କାଲି ମେଡ଼ିକାଲ ନେଇଯା, ପିଲାଟାକୁ ନଷ୍ଟ କରିଦେ। ସ୍ୱାମୀ ତାର କହୁଥାଏ, ନା ବୋଉ, ପିଲାଟାକୁ ନଷ୍ଟ କଲେ ମଧୁମିତାର ଜୀବନ ପ୍ରତି ବିପଦ ଅଛି। ଶାଶୁ ତାର କହୁଥାନ୍ତି, ଏସବୁ କିଛି ନୁହେଁ, ଡାକ୍ତରମାନଙ୍କର ଫେର। ତୁ କିଛି ଟଙ୍କା ଧରାଇ ଦେବୁ, ସବୁ ଠିକ୍ ହୋଇଯିବ। ତୁ ଯଦି ପିଲାଟାକୁ ନଷ୍ଟ ନ କରେଇବୁ, ତାହେଲେ ମୋର ମଲା ମୁହଁ ଦେଖିବୁ। ମୁଁ ପାରିବିନି ବୋଉ, ମଧୁମିତାର ଜୀବନ, ସେ ମରୁ କି ବଞ୍ଚୁ, ଆଉ କ'ଣ ଝିଅ ଅଭାବ ଅଛନ୍ତି? ଏ କଥା ଶୁଣି ମଧୁମିତାର ପାଦ ତଳୁ ମାଟି ଖସିଗଲା। ଏମାନେ କ'ଣ ଏମିତି କଥାବାର୍ତ୍ତା ହେଉଛନ୍ତି? ମୋ ପେଟରେ ଝିଅ ଅଛି ବୋଲି ମୋର କ'ଣ ଦୋଷ? ଝିଅ କ'ଣ ବୋଝ? ଝିଅଟିଏ ନଥିଲେ ଭାଇ ହାତରେ ରାକ୍ଷୀ କିଏ ବାନ୍ଧିବ? ଗୋଟେ ପୁଅ କାହାକୁ ବାହା ହେବ? ସୃଷ୍ଟି ଚାଲିବ କେମିତି ବିନା କନ୍ୟାରତ୍ନରେ? ଏମାନଙ୍କର କି ମାନସିକତା ଇଏ? ସେ ଚୁପଚାପ ଆସି ଖଟ ଉପରେ ଶୋଇପଡ଼ିଲା, ଯେମିତି କିଛି ଜାଣିନାହିଁ। ସକାଳ ହେବାରୁ ସ୍ୱାମୀ ତାର ଆସି କହିଲେ,
ଆଜି ଆଉ ଥରେ ମେଡ଼ିକାଲ ଯିବାକୁ ପଡ଼ିବ। ଡାକ୍ତର ଫୋନ୍ କରିଥିଲେ। ମଧୁମିତା କିଛି ନ କହି ବାହାରିଲା ମେଡ଼ିକାଲ। ଯିବା ବାଟରେ ଭାବୁଥାଏ, ଶାଶୁ ସିନା ଏମିତି କରିପାରିବେ, ହେଲେ ଯାହାକୁ ହାତ ଧରି ବାହା ହୋଇଛି, 7 ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲି, ମୋ ଜୀବନ ପ୍ରତି ବିପଦ ଅଛି ବୋଲି ଜାଣି ମୋତେ ମରଣ ମୁହଁକୁ ଠେଲି ଦେବା ପାଇଁ ନେଉଛନ୍ତି। ବାରେ ସ୍ୱାମୀ ମୋର। ମେଡ଼ିକାଲରେ ପହଞ୍ଚି ଟିକଟ କରି ତାଙ୍କର ନମ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲେ। ମଧୁମିତା ଭାବୁଥାଏ, କ'ଣ କରିବ? ରାକ୍ଷସ କବଳରୁ କେମିତି ଖସି ଚାଲିଯିବ। ଏତିକି ବେଳେ ଡାକ୍ତରଖାନାରେ ରୋଗୀର ଅଭିଭାବକ ଆଉ ଡାକ୍ତର କୌଣସି କାରଣ ପାଇଁ ଜୋରରେ ପାଟିତୁଣ୍ଡ ହେଲା। ଲୋକମାନେ ସବୁ ଭିଡ଼ ହୋଇଗଲେ। ଏତିକି ବେଳେ ମଧୁମିତାକୁ ସୁଯୋଗ ମିଳିଗଲା ସେଇଠୁ ଖସିଯିବାକୁ। ସେ ମେଡ଼ିକାଲରୁ ଖସି ସିଧା ଚାଲିଲା ରେଲୱେ ଷ୍ଟେସନରେ ପହଞ୍ଚିଲା। ସିଧା ଯାଇ ବସିଗଲା ଗୋଟେ ଖାଲି ଥିବା ସିଟ୍ରେ। ଟ୍ରେନ୍ଟି କୁଆଡ଼େ ଯାଉଛି ତାକୁ ଜଣା ନାହିଁ। ଖାଲି ଭାବୁଥାଏ, ମୋ ଭାଗ୍ୟ ମୋତେ ଏଇଟାରେ ଯୁଆଡ଼େ ଟାଣି ନେବ ମୁଁ ସେଇଠିକି ଚାଲିଯିବି। ଟ୍ରେନ୍ ଚାଲୁଥାଏ, ତାରି ସାଥିରେ ଚାଲୁଥାଏ ମଧୁମିତାର ଭାଗ୍ୟ। ଏହା ଭିତରେ ମଧୁମିତା ଚେତାଶୂନ୍ୟ ହୋଇପଡ଼ିଲା। ଆଉ ଯେତେବେଳେ ଆଖି ଖୋଲିଲା, ନିଜକୁ ଆବିଷ୍କାର କଲା ମେଡ଼ିକାଲ ବେଡ଼୍ରେ। ଡରିଗଲା ମଧୁମିତା। ପୁଣି କ'ଣ ମୁଁ ସେଇ ରାକ୍ଷସମାନଙ୍କ ପାଖକୁ ଫେରି ଆସିଲି? ଚାରିଆଡ଼କୁ ଆଖି ବୁଲାଇ ଦେଖିଲା। ଜଣେ ବୃଦ୍ଧା ମହିଳା ତାଙ୍କ ମୁଣ୍ଡକୁ ଆଉଁସି ଦେଉଛନ୍ତି ଆଉ କହୁଛନ୍ତି, ମାରେ ବ୍ୟସ୍ତ ହୋନା, ମୁଁ ତ ପାଖରେ ଅଛି। ମଧୁମିତା ଟିକେ ସୁସ୍ଥ ହେଲା ପରେ ମହିଳା ଜଣକ ତାଙ୍କ ଘରକୁ ନେଇ ଆସିଲେ। ମଧୁମିତା ତାଙ୍କୁ ସବୁ କଥା କହିଲା। ମହିଳା ଜଣକ କହିଲେ, ମା ତୁ ଚିନ୍ତା କରିବୁନି, ମୋରି ପାଖରେ ମୋରି ଝିଅ ହୋଇ ରହିବୁ। ଏଇଟା ବମ୍ବେ ସହର, ତୋ ଗାଁ ଠାରୁ ବହୁତ ଦୂର। ତୋ ଶାଶୁଘର ଲୋକ ତୋ ପାଖରେ ପହଞ୍ଚି ପାରିବେନି। କିଛି ଦିନ ପରେ ଗୋଟେ ସୁନ୍ଦର କନ୍ୟା ସନ୍ତାନ ଜନ୍ମ ଦେଲା ମଧୁମିତା। ଝିଅଟି ବହୁତ ସୁନ୍ଦର ଦେଖାଯାଉଥାଏ। ତାକୁ ଦେଖି ଲୁହ ଝରି ପଡ଼ିଲା ମଧୁମିତାର। ଏଇ ନିଷ୍ପାପ ଶିଶୁଟିକୁ ମାରିବାକୁ ଚାହୁଁଥିଲେ ମୋର ପରିବାର ଲୋକ। ଝିଅଟି ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା। ଭଲ ପାଠ ସାଙ୍ଗକୁ ଖେଳକୁଦରେ ବି ପ୍ରଥମ ହେଉଥିଲା। ହଠାତ୍ ଦିନେ ବୃଦ୍ଧା ମହିଳା ଜଣଙ୍କ ଆଖି ବୁଜିଦେଲେ ସବୁଦିନ ପାଇଁ। ମଧୁମିତାର ସାହସ ଭାଙ୍ଗିଗଲା। ତଥାପି ସେ ତା ଝିଅ ମୁହଁକୁ ଚାହିଁ ତାର ସଂଘର୍ଷ ଆରମ୍ଭ କଲା। ବହୁତ କଷ୍ଟ କରି ପାଠ ପଢ଼ାଇଲା ଆଉ ତାକୁ ଗୋଟେ ବଡ଼ ଓକିଲ କଲା। ତାପରେ ଭଲ ପୁଅଟିଏ ଦେଖି ତାର ବାହାଘର କରିଲା। ଏବେ ଝିଅ ଜ୍ୱାଇଁ ଏବଂ ଗୋଟେ 12 ବର୍ଷର ନାତୁଣୀ ସହିତ ବହୁତ ଖୁସିରେ ଅଛି ମଧୁମିତା। ନାତୁଣୀ ତାଙ୍କର ଆସି ଡାକିଲା, ଆଇ ଘରକୁ ଯିବନି? ଏମିତି ଛାତ ଉପରେ ବସିଥିବ ସକାଳ ପାହିବା ଯାଏଁ? ମଧୁମିତା ଚମକି ପଡ଼ିଲା। ଭାବନା ରାଇଜରୁ ଫେରି ଆସିଲା ବାସ୍ତବକୁ। ଆଉ ନାତୁଣୀକୁ କୋଳେଇ ଧରି କହିଲେ, କାଲି ପରା ପହିଲି ରଜ, ତୋ ପାଇଁ କେଉଁଠି ଦୋଳି ଲାଗିବ ସେଇ କଥା ଚିନ୍ତା କରୁଥିଲି। ଆଉ କେମିତି ପୋଡ଼ପିଠା ତିଆରି ହେବ ସେଇ କଥା ଭାବୁଥିଲି। ନାତୁଣୀ କହିଲା, ଦୋଳି କ'ଣ? ମଧୁମିତା କହିଲା, ଦୋଳି ହେଉଛି ଗୋଟିଏ ଖେଳ, ତାକୁ ରଜରେ ଝିଅମାନେ ଖେଳନ୍ତି। ନାତୁଣୀ କହିଲା, ଓହୋ, ଖେଳ ମାନେ ଗେମ୍ ତ? ଏଇଟା ମୋବାଇଲର କେଉଁ ଆପ୍ରେ ଡାଉନଲୋଡ୍ କଲେ ଆସିବ? ମଧୁମିତା ମୁଣ୍ଡରେ ହାତ ଦେଇ ଅନେଇଥାଏ ତାଙ୍କ ନାତୁଣୀକୁ।